ଏହି ସହରଠାରୁ ମାତ୍ର 24 କିଲୋମିଟର ଦୂରରେ ରହିଛି ମହିମା ଧର୍ମର ମୁଖ୍ୟ କ୍ଷେତ୍ର ଜୋରନ୍ଦା। ପ୍ରବୁଦ୍ଧ ଗୁରୁ ମହିମା ସ୍ୱାମୀ ବା ମହିମା ଗୋସାଇଁ ହେଉଛନ୍ତି ଏହି ଧର୍ମର ସ୍ରଷ୍ଟା ଓ ପ୍ରବର୍ତ୍ତକ। ନିର୍ଗୁଣ ନିରଞ୍ଜନ ବ୍ରହ୍ମ ହିଁ ଏହି ଧର୍ମର ଉପାସ୍ୟ। ଏହି ନୀତିକୁ ଆଧାର କରି 1863 ମସିହାରେ ମହିମା ସ୍ୱାମୀ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ ତାହା ଆଜି ସାରା ବିଶ୍ୱରେ ପହଞ୍ଚି ପାରିଛି। ଏ ଧର୍ମର କେନ୍ଦ୍ରପୀଠ କୁହାଯାଉଥିବା ମହିମା ଗାଦିଟି ପ୍ରାୟ 80 ଏକର ଭୂମି ଉପରେ ଗଢ଼ି ଉଠିଛି। ଏହା ଉପରେ ରହିଛି 29 ମିଟର ଉଚ୍ଚତା ବିଶିଷ୍ଟ ଅମୁହାଁ ଦେଉଳ ବା ଗାଦି ମନ୍ଦିର, ଯାହା ମଧ୍ୟରେ ରହିଛି ମହିମା ସ୍ୱାମୀଙ୍କ ସମାଧି। ଏଠି ପୁଣି ଅଛି ନୀତି ମନ୍ଦିର, ବତୀ ମନ୍ଦିର, ଜ୍ୟୋତି ମନ୍ଦିର, 21 ହାତିଆ ଟୁଙ୍ଗି, ସିଂହଦ୍ୱାର, ଭଣ୍ଡାର ଘର, ବହୁ ମଠ, ବିଭିନ୍ନ ମଠର ସଭାଘର ଆଦି। ବଳକଳଧାରୀ ଓ କୌପୁନୀଧାରୀ ଏହିପରି ଦୁଇ ଭାଗରେ ବିଭକ୍ତ ମହିମା ସାଧୁ ସମାଜ। ଉଭୟଙ୍କର ସ୍ୱତନ୍ତ୍ର ମଠ ମଧ୍ୟ ରହିଛି। ଏହି ପୀଠରେ ପ୍ରଭୁ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମାଠାରୁ ସପ୍ତାହବ୍ୟାପୀ ମେଳା ଆୟୋଜିତ ହୁଏ, ଯେଉଁଠାରେ ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତ ସମବେତ ହୋଇଥାନ୍ତି। ବ୍ୟକ୍ତିଗତ ଆଚାର ଓ ନିଷ୍ଠା ହିଁ ଏହି ଧର୍ମର ମୁଖ୍ୟ ଆୟୁଧ, ଯାହାକୁ ବହୁ କବି ନିଜ ଲେଖନୀ ମାଧ୍ୟମରେ ପ୍ରଚାର କରିଛନ୍ତି। ଜଗତର ସମସ୍ତ ପ୍ରାଣୀଙ୍କ ଉଦ୍ଧାର ପାଇଁ ସନ୍ଥ କବି ଭୀମଭୋଇଙ୍କ ଲେଖନୀରୁ ନିଃସୃତ ବାଣୀ ଆଜି ସାରା ବିଶ୍ୱକୁ ପ୍ରେରଣା ଦେଉଛି। ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।